আহিল শৈল প্রবল মত্ত বারণ মোয়ার তো নলিনী মনকু কুল দলন। গজরাজ আজ্ঞা গভীর জলরে চিন্তা করিଥିଲା ভগবান আজ্ঞା তাକୁ ଚକ୍ରରେ ପେଶିକି ନକ୍ରରେ ଉଦ୍ଧାର କଲେ। ଗଜ ଆଜ୍ଞା କୋଉ କଲେଜରେ ଡିଗ୍ରୀ ହାସଲ କରିଥିଲା ଯେ ଭଗବାନ ତାକୁ ଉଦ୍ଧାର କଲେ? କୋଉ ବେଦ ମନ୍ତ୍ର ଜାଣିଥିଲା ଗଜ? କିଛି ଜାଣିନଥିଲା ଆଜ୍ଞା। ଯଦି ଅଧିକା ଜ୍ଞାନୀ ହେଲେ ଭଗବାନ ମିଳିଯାଉଥାନ୍ତେ। ଗଜ ଆଜ୍ଞା କୋଉ କଲେଜରେ ପାଠ ପଢିଥିଲା ଯେ ଭଗବାନ ତାକୁ ମୋକ୍ଷ ପ୍ରାପ୍ତି କଲେ? ଆପଣ କହିବେ କି ନାଇଁ ଆଜ୍ଞା ମୁଁ ସବୁବେଳେ ଭଗବାନଙ୍କ ମନ୍ଦିର ଯାଉଛି, ଭଗବାନଙ୍କର ନାଁକୁ ଜପ କରୁଛି, ଭଗବାନ ମୋର। ନାଇଁ ଆଜ୍ଞା, ଯଦି ଭଗବାନ ନାଁ ଜପ କରୁଥିଲେ, ମନ୍ଦିର ଯାଉଥିଲେ, ଆମର ହେଇଯାଉଥାନ୍ତେ ଅଜାମ୍ବିଳ ପାପୀ। ଜୀବନ ଯାକ ଆଜ୍ଞା ପାପ କରିଥିଲା, କିନ୍ତୁ ତା ପୁଅ ନାଁକୁ ଦେଇଥିଲା ନାରାୟଣ। ଅନ୍ତିମ କାଳରେ ନାରାୟଣ ନାଁକୁ ଜପ କରି କରି ସ୍ୱର୍ଗ ପ୍ରାପ୍ତି ହେଲା। ଅଜାମ୍ବିଳର ଆଜ୍ଞା କୋଉ ପୁଣ୍ୟ ବଳ ଥିଲା ଅଜାମ୍ବିଳ ସ୍ୱର୍ଗ ପ୍ରାପ୍ତି ହେଲା? ଆପଣ ପଚାରିବେ ନାଇଁ ଆଜ୍ଞା ଆମ ଗାଁରେ ସେ ଅମକ ଲୋକ ଭାରି ପଇସା ବାଲା, ପ୍ରବଳ ପଇସା ତାର, ଜଗନ୍ନାଥଙ୍କର ମନ୍ଦିର ସୁନାରେ ତିଆରି କରିଦବ, ଭଗବାନ ତାର। ଯଦି ଅଧିକା ପଇସା ହେଲେ ଭଗବାନ ମିଳିଯାଉଥାନ୍ତେ। ଆପଣ କୁହନ୍ତୁ ସୁଦାମାର କୋଉ ବ୍ୟାଙ୍କରେ କେତେ ବ୍ୟାଙ୍କ ବାଲାନ୍ସ ଥିଲା? ଭଗବାନ ତା ପାଖକୁ ଗଲେ? ଆପଣ କହିବେ ନାଇଁ ଦୀପ୍ତି ବାବୁ ଆମ ଗାଁରେ ସେ ଅମକ ଲୋକଟା ଦେଖିବାକୁ ଭାରି ସୁନ୍ଦର, ଭଗବାନ ତାର। ଯଦି ସୁନ୍ଦରିଆ ହେଲେ ଭଗବାନ ମିଳୁଥାନ୍ତେ। କୁବୁଜାର ଆଜ୍ଞା କୋଉ ସୌନ୍ଦର୍ଯ୍ୟ ଥିଲା? ଭଗବାନ ତାକୁ ଆଜ୍ଞା ମୋକ୍ଷ ପ୍ରାପ୍ତି କଲେ। ଆଉ ସୁପର୍ଣ୍ଣଖା ଅପୂର୍ବ ସୁନ୍ଦରୀ ହେଇକି ଭଗବାନଙ୍କ ପାଖକୁ ଗଲା, ଭଗବାନ ତା ମୁହଁକୁ ଅନେଇଲେନି। କାହିଁକି? ସୁପର୍ଣ୍ଣଖାର ମନ ଭିତରେ ଆଜ୍ଞା କଳହ ଥିଲା, ମନ୍ଦ ବୁଦ୍ଧି ଥିଲା, ସେଥିପାଇଁ ଭଗବାନ ତା ମୁହଁକୁ ଅନେଇଲେନି। ଏଥିରୁ ଆମେ ଶିଖିବା ଗୋଟେ ଜିନିଷ, ଯଦି ମନ ଭିତରେ ଅହଙ୍କାର ଥିବ, ମନ ଭିତରେ ଆଜ୍ଞା ପର ପାଇଁ ଅବିଚାର ଅମଙ୍ଗଳ ଚିନ୍ତା କରୁଥିବେ, ଭଗବାନ ଆପଣଙ୍କ ମୁହଁକୁ ଅନେଇବେନି। ଆପଣ ପଚାରିବେ ନାଇଁ ଆଜ୍ଞା ଆପଣ ଜ୍ଞାନୀ ଲୋକ ତ, ଭଗବାନ ଆପଣଙ୍କର। ଜ୍ଞାନ ବଳରେ ଆଜ୍ଞା ଭଗବାନ ମିଳନ୍ତିନି, ଭାବ ବଳରେ ଭଗବାନ ମିଳନ୍ତିନି। ମିଳନ୍ତି କେମିତି? ଦି ଟୋପା ଲୁହରେ। এই ভজনের বসিকি ভাইଙ୍କ গীତରେ যদি মুগ্ধ হই ভাବରେ জগন্নাথଙ୍କ প্রতি ଦି ଟୋପା ଲୁହ ଗଡି ଦେବେ, ଜଗନ୍ନାଥ ଆପଣଙ୍କ ଘରେ ଆସିକି ଆପଣଙ୍କ କାର୍ଯ୍ୟ କରିଦେଇକି ଯିବେ। ଆପଣଙ୍କ ଘରେ ଆସିକି ଆପଣଙ୍କ କାର୍ଯ୍ୟ କରିକି ଯିବେ। ମୁଁ କହୁନି, ଶାସ୍ତ୍ର ପ୍ରମାଣ ଦିଏ ତାର ମଧ୍ୟ। সকল চিন্তা ছাড়ি হরি যে মতে সদা আশা করি তাহার সংসারর ভার কন্ধরে রহিছি মোর। আপন মানে সমস্তে জানিথিবে গীতা পণ্ডা, যাহাଙ୍କ ଘରର ସଂସାରର ଭାରକୁ ଭଗବାନ ନିଜେ